ଆଜ୍ଞା ନମସ୍କାର। ଓପିଆର୍ବିର ଏସ୍ଆଇ ନିଯୁକ୍ତି କେଳେଙ୍କାରୀ ଆଜିକା ଦିନରେ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ସରକାରରେ କମ୍ପନ ସୃଷ୍ଟି କରିଛି। କେହି କିଛି କୁହନ୍ତୁ ବା ନ କୁହନ୍ତୁ, ମୋହନ ମାଝୀଙ୍କ ସରକାରକୁ ଏହା ଏକ ଝଟକା। ଏହା ଏଭଳି ଏକ ପ୍ରସଙ୍ଗରେ ରୂପାନ୍ତରିତ ହେବାକୁ ଯାଉଛି ଯାହାକି ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି କରିବ। ସରକାର ଯଦି ତଦନ୍ତକୁ ଜୋରଦାର କରି ପୁରା ଗଭୀରକୁ ଯାଇ ପ୍ରକୃତ ମୂଷାମାନଙ୍କୁ ଧରି ଜେଲ ନ ପଠାନ୍ତି, ତେବେ ମୋହନ ସରକାର ଏହି ସ୍କାମ୍ ପାଇଁ ସବୁଠାରୁ ବେଶୀ ଅକଳରେ ପଡ଼ିବେ। ଏ ଓପିଆର୍ବି ସ୍କାମ୍ କିଏ କହୁଛନ୍ତି ଶଙ୍କର ପୃଷ୍ଟି, କିଏ କହୁଛନ୍ତି ମୁନା ମହାନ୍ତି, ଏମାନେ ସବୁ ମାଷ୍ଟର ମାଇଣ୍ଡ। କିନ୍ତୁ ଆମେ କହିବୁ ମାଷ୍ଟର ମାଇଣ୍ଡ ହେଉଛି ସେଇ ଓଡ଼ିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ଼ର ବଡ଼ ବଡ଼ିଆ ବାବୁ, ପୁଲିସ ବାବୁ ଓ କର୍ମଚାରୀ। ଆପଣ ଥରେ ଭାବନ୍ତୁ, ଷ୍ଟାଫ୍ ସିଲେକ୍ସନ୍ ପରୀକ୍ଷାରେ ଅନିୟମିତତା ବାହାରିଲା। କିଏ ଧରା ପଡ଼ିଲେ? ସେଇ ଅଫିସର କ୍ଲର୍କ ପିଅନ। ଓଟିଟି ପରୀକ୍ଷା ଆଜ୍ଞା, କିଏ କୋଶ୍ଚିନ୍ ପତ୍ର ଲିକ୍ କରିଥିଲେ? ସେଇ ବୋର୍ଡ଼ରୁ ଆସିଥିଲା, ଯାହାର ପର୍ଦ୍ଦାଫାଶ କ୍ରାଇମ ବ୍ରାଞ୍ଚ କରିଛି। ଆଜି ଯେତେବେଳେ ଓପିଆର୍ବି କ୍ଷେତ୍ରରେ ଏଭଳି ସ୍କାମ୍ ହେଇଛି, ଆମେ ସେ ଶଙ୍କର ମୁନାକୁ ମାଷ୍ଟର ମାଇଣ୍ଡ କାହିଁ କହିବା? ମାଷ୍ଟର ମାଇଣ୍ଡ ହେଉଛି ସେଇ ଓପିଆର୍ବି ଅଫିସ। ସେଇମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ। କ୍ରାଇମ ବ୍ରାଞ୍ଚ ଯେମିତି ଓଟିଟି ମାମଲାରେ କ୍ଷୀର ପାଇଲାନି, ଶେଷକୁ ସିଧା ବୋର୍ଡ଼ ଅଫିସରୁ ଗଲା, କେଉଁଠି କୋଶ୍ଚିନ୍, କିଏ ଲିକ୍ କଲା, କେଉଁଠି ସନ୍ଦେହ ରହିଛି, ସେଇ ଦିଗରୁ ତଦନ୍ତ କଲା ବୋଲି ସିଧାସଳଖ ମୂଳକୁ ଧରି ପାଇଲା। ଆଜି ଠିକ୍ ସେମିତି କ୍ରାଇମ ବ୍ରାଞ୍ଚ ଓପିଆର୍ବିର ଗତ ବର୍ଷକ ମଧ୍ୟରେ ଯେଉଁ ଯେଉଁ କର୍ମଚାରୀ ଅଫିସର ଦାୟିତ୍ୱରେ ଥିଲେ ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ। ସେ ବଡ଼ ପୁଲିସ ବାବୁ ହୁଅନ୍ତୁ ବା ଛୋଟ ପୁଲିସ ବାବୁ ହୁଅନ୍ତୁ, କାହିଁକି ନା ଏହି ପ୍ରସଙ୍ଗ ସାରା ରାଜନୀତିକୁ, ରାଜ୍ୟ ରାଜନୀତିକୁ, ରାଜ୍ୟବାସୀଙ୍କୁ ଦୋହଲାଇ ଦେଇଛି। ଆଜି ଗଣମାଧ୍ୟମରେ ଖବର ବି ପ୍ରକାଶ ପାଇଛି, ଏହି ପରୀକ୍ଷା ମାର୍ଚ୍ଚରେ ହେବାର ଥିଲା। ଯଦି ପରୀକ୍ଷା ମାର୍ଚ୍ଚରେ ହେବାର ଥିଲା, କାହିଁକି ଘୁଞ୍ଚିଲା? ସେ ନେଇକି କୁଆଡ଼େ କ୍ରାଇମ ବ୍ରାଞ୍ଚ ବି ତଦନ୍ତ କରିଥିଲା, କିନ୍ତୁ ତଦନ୍ତର ଫଳ କ'ଣ ତାହା ବର୍ତ୍ତମାନ ସୁଦ୍ଧା ଅଜଣା। କାରଣ ପରୀକ୍ଷା ଗୋଟିଏ ସ୍ଥଗିତ ହେଲେ, ବାତିଲ କରାଗଲେ ଗୋଟେ ନିର୍ଦ୍ଦିଷ୍ଟ କାରଣ ରହିଥାଏ। ହୁଏତ ଠିକ୍ ଭାବରେ ପ୍ରସ୍ତୁତି ହୋଇନଥିବ, କିମ୍ବା କୋଶ୍ଚିନ୍ ପେପର ଲିକ୍ ହେବାର ଗୋଟେ ଆଶଙ୍କା ଥିବ, ଏମିତି କିଛି ରହିଥାଏ। କିନ୍ତୁ ମାର୍ଚ୍ଚରେ ଏହି ପରୀକ୍ଷାଟା ବାତିଲ କାହିଁକି କରାଗଲା? ପୁଣି ଓପିଆର୍ବିର ପୂର୍ବତନ ଅଧ୍ୟକ୍ଷ ସନ୍ତୋଷ ଉପାଧ୍ୟାୟ ସେଇ ଅପ୍ରିଲ ମାସରେ ଛୁଟିରେ କାହିଁକି ପଳେଇଲେ? ପରବର୍ତ୍ତୀ ସମୟରେ ନୂଆ ଓପିଆର୍ବି ଦାୟିତ୍ୱରେ ଅଧ୍ୟକ୍ଷ ଭାବରେ ସୁଶାନ୍ତ ନାଥଙ୍କୁ ନିଯୁକ୍ତି ଦିଆଗଲା। ପୁଣି ଆଉ ଏକ ସଂସ୍ଥାକୁ ଦାୟିତ୍ୱ ଦିଆଗଲା। ଏସବୁ ପ୍ରସଙ୍ଗରେ ବର୍ତ୍ତମାନ ଖୋଳତାଡ଼ କରିବାର ଆବଶ୍ୟକତା ରହିଛି। ଆମକୁ କାହିଁକି ଲାଗୁନି, ଆପଣଙ୍କୁ ମଧ୍ୟ ଲାଗିବନି ଆଜ୍ଞା, ଶଙ୍କର ପୃଷ୍ଟି, ମୁନା ମହାନ୍ତି ଏମାନେ ସବୁ ମୋହରା ହେଇପାରନ୍ତି। ନିଯୁକ୍ତି ସ୍କାମର ଏମାନେ ଗୋଟେ ଗୋଟେ ଦଲାଲ, କିଏ ଛୋଟ ଦଲାଲ, କିଏ ବଡ଼ ଦଲାଲ। କିନ୍ତୁ ଏଥିରେ ବଡ଼ ବଡ଼ିଆ ବାବୁଙ୍କର ସମ୍ପୃକ୍ତି ନଥିଲେ ଆଦୌ ସମ୍ଭବପର ହେବନି। ତାପରେ ଆମର ସରକାରଙ୍କର ଗୋଟେ ଗୁଇନ୍ଦା ବିଭାଗ ମଧ୍ୟ ରହିଛି। ସେ ଗୁଇନ୍ଦା ବିଭାଗ କିଛି ଜାଣିପାରୁନି। ଓଟିଟି ସ୍କାମ୍ ହେଲା, ଆଜି ଓପିଆର୍ବି ସ୍କାମ୍ ବି ହେଲା। ଏ ଗୁଇନ୍ଦା ବିଭାଗ କରୁଛି କ'ଣ?
ଯେତେବେଳେ ପରୀକ୍ଷା ଆସୁଛି ସେହି ସମୟରେ ମାସେ 2 ମାସ ଧରିକି କୋଶ୍ଚିନ୍ ପେପର ପ୍ରସ୍ତୁତି ଜାଗାଠାରୁ ନେଇ ଆଉ ସେ ଅଫିସ୍ ପର୍ଯ୍ୟନ୍ତ ମୁଁ ଭାବୁଛି ଏବେଠାରୁ ଗୁଇନ୍ଦା ସକ୍ରିୟ ରହିବାର ଆଜ୍ଞା ଆବଶ୍ୟକତା ରହିଛି। ଯଦି ଗୁଇନ୍ଦା ସକ୍ରିୟ ରହିବେ ତାହେଲେ ଭବିଷ୍ୟତରେ ଏଭଳି ଦୁର୍ନୀତିକୁ ଏଭଳି କୋଶ୍ଚିନ୍ ପେପର ଲିକ୍ ଘଟଣାକୁ ଆମେ ଏଡ଼ାଇ ଦେଇପାରିବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ବିଭାଗ ହେଉଛି ଗୃହ ବିଭାଗ। ସେହି ବିଭାଗରେ ଯେତେବେଳେ ଏତେ ବଡ଼ ସ୍କାମ୍ ହେଇଛି ମୁଖ୍ୟମନ୍ତ୍ରୀ ମଧ୍ୟ ତାହାକୁ ଗୁରୁତର ସହ ନିଅନ୍ତୁ। ଅବଶ୍ୟ ମୁଖ୍ୟମନ୍ତ୍ରୀ ତାହାକୁ ଗୁରୁତର ସହ ଗ୍ରହଣ କରିଛନ୍ତି ବୋଲି ଗତକାଲି ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ ଏ ନେଇକି ଉଚ୍ଚସ୍ତରୀୟ ବୈଠକ କରାଯାଉ। ଖାଲି ସେତିକି ନୁହେଁ, ଜୁନ୍ 2024ରୁ ଅର୍ଥାତ୍ ମୋହନ ସରକାର ଆସିବା ଦିନଠାରୁ କେଉଁ କେଉଁ ପରୀକ୍ଷା ବାତିଲ ହେଇଛି, କେବେ କେବେ ବାତିଲ ହେଇଛି, କେଉଁ କାରଣରୁ ବାତିଲ ହେଇଛି, ଏସବୁର ମଧ୍ୟ ଖୋଳତାଡ଼ ଆରମ୍ଭ ହୋଇଯାଇଛି। ସେ ନେଇକି ରିପୋର୍ଟ ତଲବ କରାଯାଇଛି। ବୋଧହୁଏ ସରକାର ଆଜି କିମ୍ବା କାଲି ସେ ସମ୍ପର୍କରେ ସୂଚନା ଦେବେ। ଏବେ ଚ୍ୟାଲେଞ୍ଜ ହେଉଛି ଓପିଆର୍ବି ଏଇ ଯେଉଁ ବଡ଼ ଧରଣର ସ୍କାମ୍ରେ କେବଳ ଶଙ୍କର ଆଉ ମୁନ୍ନାକୁ ଗିରଫ କରି କ୍ରାଇମବ୍ରାଞ୍ଚ ଚୁପ୍ ବସିଗଲେ ହେବ ନାହିଁ। ଶଙ୍କର ମୁନ୍ନା ମାଷ୍ଟର ମାଇଣ୍ଡ ନୁହନ୍ତି। ମାଷ୍ଟର ମାଇଣ୍ଡ କେଉଁ ବଡ଼ ବଡ଼ିଆ ପୋଲିସ ଅଫିସର, ମାଷ୍ଟର ମାଇଣ୍ଡ ସେ ଓପିଆର୍ବିରେ ଅଛନ୍ତି। କାହିଁକି ନା ଆଙ୍କୁ ଦାୟିତ୍ୱ ଦେଲା କିଏ, ଆଙ୍କୁ ଏତେ ବଡ଼ ସାହସ ଦେଲା କିଏ? ଯଦି ଏଇଟା ଅର୍ଗାନାଇଜ୍ ସ୍କାମ୍ ନ ହୋଇଥାନ୍ତା ଆଜ୍ଞା, ଯଦି ଅର୍ଗାନାଇଜ୍ ଭାବରେ ସଂଗଠିତ ଭାବରେ ଏ କ୍ରାଇମ୍ କରାଯାଇନଥାନ୍ତା, ଆପଣ ଭାବୁଛନ୍ତି ଶହ ଶହ ପିଲାଙ୍କ ଠାରୁ 10 ଲକ୍ଷରୁ 25 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚାନ୍ଦା ଆଦାୟ କରାଯାଇଥାନ୍ତା, ସେମାନଙ୍କୁ ଆନ୍ଧ୍ରପ୍ରଦେଶ ନିଆଯାଇଥାନ୍ତା? ଏମିତି ହେଇପାରିବନି ଆଜ୍ଞା। ପୋଲିସ ବାବୁଙ୍କର ପ୍ରଚ୍ଛନ୍ନ ସହଯୋଗ ଏଠି ରହିଛି। ତେଣୁ ପ୍ରଥମେ କିଏ ସେ ବଡ଼ ବାବୁ, କିଏ ସେଇ ଖାକି ବାବୁ, ତାଙ୍କୁ ପ୍ରଥମେ ଧରାଯାଉ। କ୍ରାଇମବ୍ରାଞ୍ଚ ଶଙ୍କର ମୁନ୍ନା ପଛରେ ଗୋଟେ ଟିମ୍ ଗୋଡ଼ାନ୍ତୁ, ଆଉ ଗୋଟିଏ ଟିମ୍ ନିଜ ବିଭାଗର ଓପିଆର୍ବିରେ ଦାୟିତ୍ୱରେ ଥିବା ଅଧିକାରୀମାନଙ୍କୁ ଠାରୁ ବର୍ତ୍ତମାନ ଆରମ୍ଭ କରାଯାଉ। ଲାଏ ଡିଟେକ୍ସନ୍ ଟେଷ୍ଟ କରାଯାଉ। ସମସ୍ତଙ୍କୁ ମେସିନ୍ ଆଗରେ ଠିଆ କରିଦେଇକି ବସେଇ ଦେଇକି ପ୍ରଶ୍ନ ପରେ ପ୍ରଶ୍ନ ପଚରାଯାଉ। ତାହେଲେ ଅସଲ ମଞ୍ଜି, ପ୍ରକୃତର କିଙ୍ଗପିନ୍, ମାଷ୍ଟର ମାଇଣ୍ଡ ଧରା ପଡ଼ିପାରିବେ। ନହେଲେ ବୁଦା ବାଡ଼େଇବା ଭଳି ଶଙ୍କର ଓ ମୁନାକୁ ଖାଲି ଗିରଫ କରିକି ବସି ପଡ଼ିଲେ ଆଗାମୀ ଦିନରେ ଅନେକ ଶଙ୍କର ଆଉ ଅନେକ ମୁନା ବି ବୁଲୁଛନ୍ତି ଯେଉଁମାନେ ଧରା ପଡ଼ିନାହାନ୍ତି। ପ୍ରାୟ 15-20 ଜିଲ୍ଲାର ପିଲାମାନେ ଏଇ ଯେଉଁ ଓପିଆର୍ବିର ଏଇ ଯେଉଁ ଏସ୍ଆଇ ସ୍କାମ୍ରେ ବର୍ତ୍ତମାନ ସାମିଲ ହେଇଛନ୍ତି। ପ୍ରକୃତ ଦଲାଲଙ୍କୁ ଖାଲି ଖୋଜନ୍ତୁନି, ସେ ପୋଲିସ ବାବୁଙ୍କୁ ଖୋଜନ୍ତୁ। ନମସ୍କାର ଆଜ୍ଞା।